ଘରର ଏହି ସ୍ଥାନରେ ଡିଆସିଲି କାଠି ରଖୁଥିଲେ ସାବଧାନ ହୋଇଯିବେ କାଙ୍ଗାଳ ମିଳୁଛି ଏହି ଭୟଙ୍କର ସଂକେତ ଶୁଣିଲେ ମୁଣ୍ଡ ବୁଲାଇବ ପାଦ ତଳୁ ମାଟି ଖସିଯିବ। ଆଜ୍ଞା ବାସ୍ତୁଶାସ୍ତ୍ରର ପରମ୍ପରା ବହୁତ ବର୍ଷ ପୁରୁଣା। ପ୍ରାଚୀନ ସମୟରେ ଯେତେବେଳେ ରାଜଭବନ କିମ୍ବା ଘର ନିର୍ମାଣ କରାଯାଉଥିଲା ସେତେବେଳେ ପ୍ରଥମେ ବାସ୍ତୁ ନିୟମ ଗୁଡ଼ିକୁ ଭଲ ଭାବରେ ଧ୍ୟାନ ଦିଆଯାଉଥିଲା। ବର୍ତ୍ତମାନ ଲୋକମାନେ ମଧ୍ୟ ବାସ୍ତୁ ଅନୁସାରେ ନିଜ ଘର ନିର୍ମାଣ କରୁଛନ୍ତି, କିନ୍ତୁ ଘର ତିଆରି କରିବା ସମୟରେ କିଛି ନା କିଛି ଭୁଲ କରିଦେଇଥାନ୍ତି। ଏହି କାରଣରୁ ଘରେ ନେଗେଟିଭିଟି ଆସିବା ଆରମ୍ଭ ହୋଇଥାଏ। ତେବେ ଘରର ବାସ୍ତୁ ବିଷୟରେ ବିଶେଷ କଥା ହେଉଛି ଘରର ସମସ୍ତ ଜିନିଷ ସଠିକ ଦିଗରେ ରହିବା ଉଚିତ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ରୋଷେଇ ଘର କେଉଁ ସ୍ଥାନରେ ରହିବା ସହ ରୋଷେଇ ଘରର ଡିଆସିଲି କାଠି କେଉଁ ସ୍ଥାନରେ ରହିବା ଉଚିତ। ଯଦି ଆପଣ ଏହି ଗୋଟିଏ ଭୁଲ କରିଦିଅନ୍ତି ତେବେ କାଙ୍ଗାଳ ହୋଇଯିବେ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ରୋଷେଇ ଘର ସର୍ବଦା ଅଗ୍ନିକୋଣ କିମ୍ବା ପୂର୍ବ ଦକ୍ଷିଣ ଦିଗରେ ରହିବା ଉଚିତ। ରୋଷେଇ କରିବା ପାଇଁ ପ୍ରଥମେ ଅଗ୍ନିର ପ୍ରୟୋଗ କରାଯାଇଥାଏ, ସେଥିପାଇଁ ତାହାର ସଠିକ ଦିଗ ଅଗ୍ନିକୋଣ ହୋଇଥାଏ। ଲୋକଙ୍କ ବିଶ୍ୱାସ ଅନୁଯାୟୀ କୋଣରେ ରୋଷେଇ କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ। ଏହା ଦ୍ୱାରା ବାସ୍ତୁ ଦୋଷ ରହିନଥାଏ ଓ ଘରେ ସବୁବେଳେ ଅନ୍ନ ଭଣ୍ଡାର ଭରି ରହିଥାଏ। ସେହିପରି ଘରେ ସବୁବେଳେ ସୁଖ ସମୃଦ୍ଧି ଭରି ରହିଥାଏ। ରୋଷେଇ ଘରର ବାସ୍ତୁ ଅନୁସାରେ ମୁଖ୍ୟତଃ ଚୁଲି ଅଗ୍ନିକୋଣ ଦିଗରେ ରହିବା ଉଚିତ, କାରଣ ଏହା ଅଗ୍ନିଦେବଙ୍କ ସର୍ବୋତ୍ତମ ଦିଗ ବୋଲି କୁହାଯାଏ। ରୋଷେଇ ଘରେ ଥିବା ପାଣି ଟ୍ୟାପ ଉତ୍ତର ପୂର୍ବ କୋଣରେ ରହିବା ଉଚିତ, ଅର୍ଥାତ୍ ଉତ୍ତର ପୂର୍ବ ଦିଗକୁ ଜଳର ଦେବତା ବରୁଣ ଦେବଙ୍କ ସ୍ଥାନ ହୋଇଥାଏ। ସେହିପରି ରୋଷେଇ ଘରର ଝରକା ପୂର୍ବ ଦିଗରେ ରହିବା ଉଚିତ ଏବଂ ରୋଷେଇ ଘରର ଚୁଲା ଝରକା ବାହାରକୁ ଦେଖାନଯିବା ଉଚିତ। ରୋଷେଇ ଘର ପାଇଁ ଏହାର ଦିଗ ଯେତିକି ଗୁରୁତ୍ୱପୂର୍ଣ୍ଣ ତାହାର ରଙ୍ଗ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଘରର ରୋଷେଇ ଘରକୁ ହଳଦିଆ, ହାଲୁକା ନାଲି କିମ୍ବା ଗୋଲାପୀ ରଙ୍ଗ କରାଯିବା ଉଚିତ, କାରଣ ଏଗୁଡିକ ହେଉଛି ଅଗ୍ନି ଭଗବାନଙ୍କ ସହିତ ଜଡିତ ରଙ୍ଗ। ଘରର ରୋଷେଇ ଘରକୁ କଳା, ନୀଳ କିମ୍ବା ଡାର୍କ ରେଡ୍ ରଙ୍ଗ ଦେବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଘର ପାଇଁ ଅଶୁଭ ହୋଇଥାଏ। ଘରର ରୋଷେଇ ଘର ପାଖରେ କେବେ ବି ବାଥରୁମ ରହିବା ଉଚିତ ନୁହେଁ। ଯେଉଁଠାରେ ଏହା ହୋଇଥାଏ ସେହି ଘରେ ପରିବାର ସଦସ୍ୟଙ୍କର ଦେହ ଖରାପ ହୋଇଥାଏ। ଯେତେବେଳେ ଆପଣ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେତେବେଳେ ରୁଟିର ପ୍ରଥମ ଅଂଶ ଗାଈକୁ ଖାଇବାକୁ ଦିଅନ୍ତୁ। ଲୋକଙ୍କ ବିଶ୍ୱାସ ଅନୁଯାୟୀ ଏହା ଘରକୁ ଅନ୍ନର ଆଶୀର୍ବାଦ ଆଣିଥାଏ। ଯଦି ରୋଷେଇ ଘର ସଠିକ ଦିଗରେ ନିର୍ମିତ ନ ହୁଏ ତେବେ କୁହାଯାଏ ଏହାକୁ ପୂର୍ଣ୍ଣ ନିର୍ମାଣ କରାଯାଇ ପାରିବ ନାହିଁ। ଏଥିପାଇଁ ଗୋଟିଏ ପାତ୍ରରେ ତୁଳସୀ ଗଛ ଲଗାଇ ତାକୁ ରୋଷେଇ ଘରେ ରଖନ୍ତୁ। ଦେଖିବେ ଏହା ଦ୍ୱାରା ଆପଣଙ୍କ ଘରେ ବାସ୍ତୁ ଦୋଷ ଥିଲେ ଦୂର ହୋଇଯିବ। ଆଉ ଯେଉଁ ଆମେ ଆପଣଙ୍କୁ ପୂର୍ବରୁ କହିଛୁ ଘରର କେଉଁ ସ୍ଥାନରେ ଡିଆସିଲି ରଖିବା ଉଚିତ, ତେବେ ଏହା ବିଷୟରେ ବାସ୍ତୁଶାସ୍ତ୍ରରେ କିଛି କୁହାଯାଇନି, କିନ୍ତୁ ଯେଉଁ ଘରେ ଛୋଟ ଛୁଆ ଥାନ୍ତି ସେମାନଙ୍କ ଠାରୁ ଦୂରେଇ ରଖିବା ପାଇଁ ଡିଆସିଲି କାଠିକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୁହାଯାଇଛି। ଯଦି ଡିଆସିଲି କାଠି ଏଣେତେଣେ ପଡେ ତେବେ ଛୁଆଙ୍କ ପ୍ରାଣହାନୀ ସହ ଘରେ ନିଆଁ ଲାଗିଯିବାର ଆଶଙ୍କା ରହିଥାଏ, ଯାହା ଖୁବ୍ କମ୍ ସ୍ଥାନରେ ଆପଣମାନେ ଦେଖିଥିବେ। ବ୍ୟୁରୋ ରିପୋର୍ଟ, BNS ଲାଇଭ।